কেবে হসাও কেবে লুহাও কেবে সুখাও কেবে দুঃখ কেবে হসাও কেবে লুহাও জীবন সাথীরে ভাগ্য জীবন সাথীরে ভাগ্য কি রাখে ধন পাকে মন বন্ধ পড়িছি ধন পাকে মন বন্ধ পড়িছি ধন পাকে মন বন্ধ পড়িছি ধন পাকে মন বন্ধ পড়িছি। হে জগতর নাথ জগন্নাথ ঠাকুরে শান্তে হে কেশব হে মাধବ ପ୍ରଭୁ ଏମିତି ମୋ ସୁନାର ସଂସାରକୁ ଖଣ୍ଡ ଘରେ ରଖିଥିବ ପ୍ରଭୁ ହସ ଖୁସିରେ ରଖିଥିବ ଶାନ୍ତିରତା ସ୍ୱାମୀ ଆରେ ଆଜି ହେଉଛି ପବିତ୍ର ଦିନ ଆଜି ହେଉଛି ଖୁସିର ଦିନ ରାକ୍ଷୀ ବନ୍ଧନ ଉତ୍ସବ ହଁ ଆଜି ମୁଁ ବହୁତ ଖୁସି ହଁ ଶାନ୍ତିରତା ସ୍ୱାମୀ। ଆଜି ମୋତେ ଅପାର ଆନନ୍ଦର ପ୍ରାପ୍ତି ହୋଇଛି এই শান্তিরতা স্বামী আরে এই দেখি পারুছ আকাশর জন্মকু এই আম খুশি দেখিয়ে আরে নাচি উঠুছি এই তো রত্নগর মাটি সদরে শান্তিরতা আম খুশি দেখিয়ে আরে গাই উঠুছি এই শান্তিরতা স্বামী আরে আরে তুমি কোন কহিব না স্বামী আরে কুহ কুহ শান্তিরতা ମୁଁ ତୁମ ମନର କଥା ଠିକ ଛାଡ଼ି ପାରୁଛି ଏଇ ଆରେ କିଛି କହିବ ନା ସା 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 এই তপন এই রাখে বাবা আরে এই কোন হচ্ছে বাবা এই তোর কাইকি বেবে শিখছি মতো কাইকি কষ্ট হଉଛି মতে চতুর্থ কাইকি অন্ধকার দেখা যাচ্ছে তপন তপন বিধাতা লিখন কে করিবন বিষ মিশিলা যাও ন জানিলা গুণ রাজকন্যা রাজসুত নথিলে কি জানি মিষ্টান্নকু খুয়াইলে অদ্ভুত কাহানি ভিতর প্রতিক্রিয়ারে রাজারাণীঙ্কর মৃত্যু ঘটিলা যে হেমন্ত বিচার তপন রাখে বাবা ମୁଁ ବଞ୍ଚି ପାରିବିନି ବାବା ମୁଁ ବଞ୍ଚି ପାରିବିନି ରେ ହେ ତପନ ବାବା ତୁମ ଗୋଟେ କଥା ରଖିବୁ ବାବା ମୁଁ ତୁମମାନଙ୍କୁ ଯେମିତି ସ୍ନେହ ମମତା ଦେଉଥିଲି ବାବା ମୋ ଝିଅ ରାକ୍ଷୀକୁ ସବୁଥିରେ ଦେଉଥିବୁ ବାବା ହେ ତପନ ଆରେ ମୋତେ କାହିଁକି ସନ୍ଦେହ ଲାଗୁଛି ରେ କାହିଁକି ମୋତେ ଶଙ୍କା ଲାଗୁଛି ମୋ ଅନ୍ତର ବେଦନା କହୁଛି ଏ ହେଉଛି କାହାର କୁଟ ଚକ୍ରାନ୍ତ ଏ ହେଉଛି କାହାର ଛଳନା ତୁ ମୋତେ କଥା ଦେ ବାବା ତୁ ସେମାନଙ୍କୁ ତ ଛାଡ଼ିବୁନି ସେମାନଙ୍କୁ ମାରି ମାରି ଜୀବନରେ ଶେଷ କରିଦେବୁ ବାବା ତପନ ମୁଁ ବଞ୍ଚି ପାରିବିନି ବାବା এই রত্নগর মাটি রহিল বাবা তো বন্ধু সতকু সত রাজা ও রানী আরবারিকু চালিগলা পরে এ রত্নগড় রাজ্য তো শ্রীহীন হয়ে গলা বন্ধু এ রাজ্যর সমস্ত জনপ্রজা বি অনাথ বন্ধু বন্ধু এই রাজা ଥିଲା ଆମରି ପରମ ଶତ୍ରୁ এই সোলারি মৃত শবକୁ নেই সেই ଆମ କୋଠରୀ ଭିତରେ
বন্ধ করে রখিদেবা যেমিতি তা মৃত শরীরটা পচি সড়ি নষ্ট ହଁ ବନ୍ଧୁ ଯାଆନ୍ତୁ ବନ୍ଧୁ କିଛି ଗୋଟେ ଉପାୟ କର ବନ୍ଧୁ ବନ୍ଧୁ ହେ ମୁଁ ଯାଉଛି ଏଇ ରାଜବଂଶର ସମସ୍ତ ଆଲୋକୁ ବନ୍ଦ କରି ଦଉଛି ହଁ ହଁ ଯାଆନ୍ତୁ ବନ୍ଧୁ ଯାଆନ୍ତୁ মুখে কিয়ে ভুল পাইব বাবা মহারাজ ଆମକୁ ଭବ ସାଗରରେ ଫସେଇ ଆରେ ତମେ ଚାଲିଗଲ କୁଆଡେ ତମେ ଆର ପାରିକୁ ଚାଲିଗଲା ପରେ ଏ ରତ୍ନଗଡ଼ ରାଜ୍ୟ ତ ସ୍ତ୍ରୀ ନ ହେଇଗଲା ରାଣୀ ମା ଏ ରାଜ୍ୟର ସମସ୍ତ ଜନପ୍ରଜା ବି ଅନାଥ ହୋଇଗଲେ ଏବେ ଆମେ କଣ କରିବୁ ଏ ଏ, ଏ ବନ୍ଧୁ ବନ୍ଧୁ ଆମେ ଏଠି ଯେତେ ମୁଣ୍ଡ କଚାଡ଼ି କଚାଡ଼ି କାନ୍ଦୁଥିଲେ ବି ରାଜା ଆଉ ରାଣୀ ଆମ ପାଖକୁ ଆସିବେ ଆଉ ଆସିବେନି ବନ୍ଧୁ ଯଥାଶୀଘ୍ର ଶବ କୋକେଇର ବ୍ୟବସ୍ଥା କରି ପ୍ରଜା ମାନଙ୍କୁ ଡାକି ନେଇଯିବୁ ଆମେ ଶ୍ମଶାନ ତାହେଲେ ମୁଁ ଡାକି ଦଉଛି ବନ୍ଧୁ ଡାକି ଦିଅନ୍ତୁ ବନ୍ଧୁ ହେ ରତ୍ନଗଡ଼ର ଜନ ପ୍ରଜା ଆରେ ଦେଖିବ ଆସ ହେ ରାଜା ହଉ ରାଣୀ ଆମ ଗହଳରେ ନାହାନ୍ତି বাহাতে না ଶବ କୋକେଇର ବ୍ୟବସ୍ଥା କରି ନେଇଯିବା ଆମେ ଶ୍ମଶାନ ଭୂମିକୁ ଏ ତପ ଏ ମା ରାକ୍ଷୀ ତମେ ଆଉ ଜମାରୁ କାନ୍ଦ ନା ମା রে বাবা ଆରେ ଆମେ ଥିବା ପର୍ଯ୍ୟନ୍ତ ତମର କିଛି ଅସୁବିଧା ହବନି হবনি হবনি ଆରେ ଆମେ ପରା ତମ ସହିତ ସଦା ସର୍ବଦା ରହିଛୁ এই সময় ଏ ତୁ କଣ କହିଲିଆ ଛୁଆ ଦୁଇଟାକୁ ଅନାଥ କରିଦେଲୁ ସମୟରେ ସମୟ ତୁ ଅଣ କଲୁ ସବୁ ଦେଇ ପୁଣି କାଇଁ ଛଡ଼େଇ ନେଲୁ ସବୁ ଦେଇ ପୁଣି କାଇଁ ଛଡ଼େଇ ନେଲୁ ଆପଣ ଦୋକାନୀର ସ୍ନେହ ସେ ଅପେରା ନଈର ସୁଅ ଆପଣ ଦୋକାନୀର ସ୍ନେହ ସେ ଅପେରା ନଈର ସୁଅ ପଚାରୁଛି ପଚାରୁଛି ଥରେ ତ କିଏ ପୋଛି ଦବ ଆଖିର ଲୁକ 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 কান্দিবা পাইবা আখির জনম সিয়ে কান্দিবনি কান্দিব কিয়ে হসিবা পাই তো 18 জনম সে হসগুলু নিভেই দিয়ে এটি জীবন যত না ভরা এটি স্বপ্ন রঙে অধুরা এটি জীবন যত না ভরা এটি স্বপ্ন রঙে অধুরা মনে মনে বই যায় মনর কিয়ে পৌঁছে দব আখির কিয়ে পৌঁছে দব আখির কিয়ে পৌঁছে দব আখির কিয়ে পৌঁছে দব আখির ବନ୍ଧୁ ସତକୁ ସତ ରାଜା ଆଉ ରାଣୀ ଆରପାରିକୁ ଚାଲିଗଲା ପରେ
ଏ ରତ୍ନଗଡ଼ ରାଜ୍ୟ ତ ଶ୍ରୀହୀନ ହୋଇଗଲା ବନ୍ଧୁ। ଏ ରାଜ୍ୟର ସମସ୍ତ ଜନପ୍ରଜା ବି ଅନାଥ ହୋଇଗଲେ। କ'ଣ କହିଲେ ବନ୍ଧୁ? ଏବେ ପ୍ରଜାମାନେ ଆସି କହୁଛନ୍ତି ମଣିମା ରାଜା ଆଉ ରାଣୀ ଆର ପାରିକୁ ଚାଲିଗଲା ପରେ କିଏ ଶୁଣିବ ଏବେ ଆମର ଗୁହା? বাস বন্ধু বস। বহু দীর্ঘ বর্ষ ধরি এই বিবাহ স্বপ্ন দেখিଥିଲି আଜି ସବୁ ପୂରଣ ହେଇଗଲା ବନ୍ଧୁ। ପୂରଣ ହେଇଯାଇଛି। ଆରେ ରାଜା ରାଣୀର ପାରିକୁ ଚାଲିଗଲା ପରି ଆପଣ ସାଜିଲେ ଏଇ ରତ୍ନଗଡ଼ ରାଜ୍ୟରେ ଏକ ଛତ୍ରବାଦୀ। ବନ୍ଧୁ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ହଁ ବନ୍ଧୁ। ରାଜା ଆଉ ରାଣୀଙ୍କ ବିୟୋଗେ ଆମେ କାହିଁକି ଏଠି ମୁଣ୍ଡ କଚାଡ଼ି କଚାଡ଼ି କାନ୍ଦୁଥିବା? ଖାଲି ଏବେ ଠାରୁ ହସୁଥିବା ବନ୍ଦ ଖୋଲା ହସ। ବନ୍ଧୁ ବନ୍ଧୁ ଆପଣ ପରା ସେଦିନ କହିଥିଲେ ରାଜା ରାଣୀ ଆରପାରିକୁ ଚାଲିଗଲା ପରେ ମତେ ରାଜସିଂହାସନରେ ରାଜ୍ୟାଭିଷେକ କରେଇବେ। ହେଲେ ଆପଣ ଗୋଟେ କଥା ଭୁଲି ଯାଇଛନ୍ତି ବନ୍ଧୁ। କୋଉ କଥା ବନ୍ଧୁ? ଏ ଯାଏ ରାଜା ଆଉ ରାଣୀଙ୍କର ସୁଧିକ୍ରିୟା ସରିନାହିଁ। ମୁଁ ଯଦି ଏ ରାଜ୍ୟ ସିଂହାସନରେ ବସି ପ୍ରଜାମାନଙ୍କୁ ଶାସନ କରିବି ତାହେଲେ ମୋ ପାଇଁ ଅଶୁଭ ହେଇଯିବ ନା ବନ୍ଧୁ? ହେ ବନ୍ଧୁ ସଠିକ୍ରିୟା ସିନା ସମାପ୍ତ ହେଇନି, ରାଜ ଅଭିଷେକ କାର୍ଯ୍ୟ ସିନା ହେଇପାରିବନି, ରାଜ ମୁକୁଟ ତ ପିନ୍ଧି ପାରିବେ। ମାମଲ ওরে বাপা ଏ ଘଣ୍ଟ ଶଙ୍ଖ ହୁଳହୁଳି ସବୁ ବଜେଇ ଦେ। ঠিক ଅଛି রে বাপা। ବର୍ତ୍ତମାନ ନିଷ୍କଣ୍ଟକ ହେଲାଇ ରତ୍ନଗଡ଼ ରାଜ ସିଂହାସନ। ନାଇଁ 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 ବନ୍ଧୁ, ଏ ଯାଏ ନିଷ୍କଣ୍ଟକ ହୋଇନାହିଁ ରତ୍ନଗଡ଼ ରାଜ ସିଂହାସନ। ଏବେ ବି ଆମ ରାସ୍ତାରେ ଦୁଇଟି ଘଣ୍ଟା। ଆହୁରି ଦୁଇଟି ଘଣ୍ଟା। ସ୍ୱର୍ଗତ ରାଜା ମିତ୍ରସେନର ପୁଅ ତପନ ଓ ତା ଝିଅ ରାକ୍ଷୀ ହେଉଛନ୍ତି ଆମ ରାସ୍ତାର ଘଣ୍ଟା। ଯଥାଶୀଘ୍ର ଆମ ରାସ୍ତାର ଘଣ୍ଟାଟାକୁ ହଟେଇ ଦେବାକୁ ପଡିବ, ତା ନହେଲେ ଆମେ କଦାପି ଏ ରାଜ୍ୟରେ ରାଜ କରିପାରିବା ନାହିଁ। ବାସ୍ ବନ୍ଧୁ ବାସ୍, এই সামান্য কলিয়া 6 দিন ପାଇଁ ଆପଣ ଇତି ଚିନ୍ତା ଚିନ୍ତା କରିବି ନାହିଁ କାହିଁକି ବନ୍ଧୁ? ଆପଣ ଜାଣିଛନ୍ତି ଶୁଣିଛନ୍ତି ବିଷଧର ସାପ। ବିଷଧର ସାପ। ବିଷଧର ସାପ ଯେତେ ଛୋଟ ହେଉନା କାହିଁକି ସେ ଭାରି ବିଷାକ୍ତ। ଚୋଟ ମାରିବା ପୂର୍ବରୁ ତା ବିଷ ଦାନ୍ତଟାକୁ ହାକି ଦେବାକୁ ପଡିବ। ବନ୍ଧୁ ବନ୍ଧୁ ଆପଣଙ୍କର ଲୁଣ ଖାଇছে ମାନେ ଗୁଣଟା ନିଶ୍ଚୟ ଗାଇବି। ହଁ ବନ୍ଧୁ, ଆସନ୍ତାକାଲି ମଧ୍ୟରାତ୍ରରେ ସେଇ ନିର୍বোଧ ବାଳକ ତପନ ଓ ଅଲକ୍ଷଣୀ ଝିଅ ରାକ୍ଷୀକୁ ନେଇ ଅଗମ୍ୟ ଜଙ୍ଗଳ ମଧ୍ୟରେ ନିର୍ମମ ଭାବରେ ହତ୍ୟା କରିବ। ସେମାନେ ଆମ ରାସ୍ତାରୁ ହଟିଗଲା ପରେ ଦେଖିବ ବନ୍ଧୁ ବନ୍ଧୁ ଆମେ କେମିତି ଏଇ ରାଇଜରେ ରାଜ କରିବୁ। আরে 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 চুপ চুপ। କଣ ହେଲା ଭାଇ? এই দেখো তপন আর রাখি। କଣ କହିଲୁ? ତପନ ରାଖି। ହେ ବନ୍ଧୁ ଆପଣ ଯାଆନ୍ତୁ, ଆରେ ଶୀଘ୍ର ଯାଆନ୍ତୁ। ଏ ମାମୁ ওরে বাপা। এই অভিনয় অভিনয় ওহো, ঠিক আছে। অভিনয় করবে। মামু ଆମ ବଞ୍ଚିବା ପାଇଁ ଚାହୁଁନି ରେ। মুই বি নি যাব না বুয়া। ଏ ରାଜା ରାଣୀ ତ ମତେ ଭାରି ଭଲ ପାଉଥିଲେ ରେ ବାପା। কে বেশি ভাল পাউতিলে রে বুয়া। এই ତପନ ରାକ୍ଷୀ ତତେ ଲାଗିଲା ରେ। ওরে বুয়া। ମୁଁ ଚାଲି ଯାଉଛି ରେ ମାମୁ। যাই বাপা যা। ମୁଁ ଯାଉଛି ରେ। আরে বাপা
ସେଇ ତମ ନାମ ରାଖିଲେ ବାପା ହେ ବାବା ତପ ହେ ଠିକ ସମୟରେ ଆସି ପହଞ୍ଚି